ଯୋଉଭଳି ଭାବରେ ମହିଳା ଅସୁରକ୍ଷିତ ହେଇ ପଡିଛନ୍ତି ଏ ଘଟଣାକୁ ଆପଣ କିଭଳି ଭାବେ ଦେଖୁଛନ୍ତି? ରାଜ୍ୟ ସରକାର ଯୋଉଭଳିଆ ବର୍ତ୍ତମାନ ରାଜ୍ୟ ସରକାର ବାଉଳା ବୁଝିପାରୁନାହାନ୍ତି ଯେ ଆଇନ ଶୃଙ୍ଖଳା କେମିତି ରଖିବେ, କେମିତି ଶୃଙ୍ଖଳା ରଖିବେ। ତେଣୁ ସରକାର ବାଉଳା ହେଇଯାଇଛନ୍ତି। ଦେଖୁନାହାନ୍ତି ବାରମ୍ବାର ଆସିଲା ଦିନଠାରୁ ଖାଲି କହୁଛନ୍ତି ମହିଳା ମାନଙ୍କର ଆମେ ବେଶୀ ଉନ୍ନତି କରିଦେଉଛୁ, ସଶକ୍ତିକରଣ କରୁଛୁ, 17 ଲକ୍ଷ ମହିଳାଙ୍କୁ କୋଟିପତି କରିଦେଲୁ। କୋଟିପତି କରିଦେଲେ ତାଙ୍କ ପ୍ରତି ସବୁଠାରୁ ବେଶୀ ଦେଶରେ ଯଦି ଅନ୍ୟାୟ ଅତ୍ୟାଚାର ତାଙ୍କ ବିରୁଦ୍ଧରେ ହେଇଛି, ମହିଳାଙ୍କ ବିରୁଦ୍ଧରେ ହେଇଛି। ଏଠି ପ୍ରତ୍ୟେକ ଦିନ 15 ଜଣ ମହିଳା ଧର୍ଷିତା ହେଉଛନ୍ତି ଏବଂ କେତେ ଲୁଚି ଛପିକି ରହିଛନ୍ତି। ଏଇ ଯୋଉ କୁହାହଉଛି 40,000 ଉର୍ଦ୍ଧ୍ୱ ମହିଳା ଏବଂ ଇଏ ମାଇନର ମଧ୍ୟ ବହୁତ ଏମିତି ହେଇକି 78,000 ବର୍ତ୍ତମାନ ବାହାରେ ଜଣା ନାହିଁ ସରକାର କଣ କୋଉଠି ଅଛନ୍ତି। ଆମେ ଏଇ ବଳଙ୍ଗା ଯାଇଥିଲୁ ଯୋଉ ଦେଖିବା ପାଇଁ, ସେଇଠି ଆମେ ବୁଝିଲୁ ଯେ 52 ଜଣ ଏଇ ବର୍ଷକ ଭିତରେ 52 ଜଣ ଗୋଟିଏ ସେଠି କେମିତି ଆପଣ ମାନେ ନାରୀ ସୁରକ୍ଷିତ ହେଇପାରିବ? ଯଦି ଗୋଟିଏ ଥାନାରେ 52 ଜଣ ରହିଛନ୍ତି ତାର ଅର୍ଥ ଥାନାର ଯେତିକି ଦବା କଥା ଗୁରୁତ୍ୱ ଆଇନ ଶୃଙ୍ଖଳା ପ୍ରତି ଯେତିକି ଦବା କଥା, ଶାନ୍ତି ଶୃଙ୍ଖଳା ପ୍ରତି ରକ୍ଷା କରିବା ପାଇଁ ବା ଦାୟିତ୍ୱ ଯେତିକି ତାଙ୍କୁ ଦିଆଯାଇଛି, ଦାୟିତ୍ୱ ଯଦି ନ ତୁଲେଇବ ତାହେଲେ ସମାଜ ବିଶୃଙ୍ଖଳିତ ହବ। ସମାଜ ବିଶୃଙ୍ଖଳିତ ହେଲେ ଅନ୍ୟାୟ ବଢି ବଢି ଚାଲିବ। ଆଉ ଏ ସରକାର ବେଶୀ ନାରୀମାନଙ୍କ ପ୍ରତି ଅଛି, ନାରୀମାନଙ୍କ ପ୍ରତି ତାଙ୍କ ଟିକେ ହେଲେ ଦର ନାହିଁ। କଥା ଅଛି, କଥାରେ କହିକି କହୁଛନ୍ତି ଆମେ ସବୁ କରିଦେଇଛୁ ନାରୀ। ଆଜି ପ୍ରମାଣ ହେଇଗଲା ନାରୀ ସବୁଠାରୁ ବେଶୀ ଅସୁରକ୍ଷିତ ଭାରତବର୍ଷରେ ଏବଂ ରାଜ୍ୟ ନିନ୍ଦିତ ଖାଲି ଭାରତବର୍ଷ ନୁହେଁ ସମଗ୍ର ବିଶ୍ୱରେ। ଆମେରିକାର ରାଷ୍ଟ୍ରପତି କହିସାରିଲେଣି ଏଠି ଓଡ଼ିଶାକୁ ଯିବା ପୂର୍ବରୁ ଆମର ଟ୍ରାଭେଲର ଯେଉଁମାନେ ଯାଉଛନ୍ତି ନାରୀମାନେ ସୁରକ୍ଷିତ ଚିନ୍ତା କରିକି ସେଠିକି ଯିବେ ଓଡ଼ିଶାକୁ ଯିବେ। ସେମାନେ ଆମେରିକାର ରାଷ୍ଟ୍ରପତି ବର୍ତ୍ତମାନ ଉଦ୍ବେଗ ପ୍ରକାଶ କଲେଣି ଭାରତରେ ସବୁଠାରୁ ଆମେ ନିନ୍ଦିତ ହେଇସାରିଲୁଣି, କିନ୍ତୁ ତଥାପି କହୁଛନ୍ତି ଆମେ ଆଇନ ଶୃଙ୍ଖଳା। ଆଇନ ଶୃଙ୍ଖଳା ନାହିଁ। ପୁଲିସ ପ୍ରଶାସନ ଯେଉଁ ଅନୁସାରେ ଦାୟିତ୍ୱ ତୁଲେଇବା କଥା ବୋଧେ ସେ ତୁଲେଇ ପାରୁନାହାନ୍ତି ବା ସରକାର ସମ୍ପୂର୍ଣ୍ଣ ବାଉଳା କଣ କରିବେ ବୁଝିପାରୁନାହାନ୍ତି। ଶାସନରେ ନଥିଲେ ଏବେ ବି ଶାସନରେ ଆସିକି ସେ କଣ କରିବେ ଜାଣିପାରୁନାହାନ୍ତି, ଯୋଉଥିପାଇଁ ଏ ପରିସ୍ଥିତି ସୃଷ୍ଟି ହେଇଛି। ଆଉ ଯୋଉଥିପାଇଁ ସମୟ ବି ନେଉଛି। ବଳାଙ୍ଗରେ ସେଇଠି ଗୋଟେ 4 ଦିନ ହେଇଗଲାଣି ସେଇ ଗାଁରେ ଗୋଟେ ଘଟଣା ଘଟିଛି, କଲ୍ପ୍ରିଟ୍ ଧରି ପାରୁନାହାନ୍ତି। ଯୋଉଠି 52 ଜଣଙ୍କୁ ବାରମ୍ବାର ମହିଳା ସେଇଠି ସବୁବେଳେ ଅତ୍ୟାଚାରିତ ହେଇଛନ୍ତି ଏବଂ ନିଖୋଜ ବି ଅଛନ୍ତି, ପରେ ଖୋଜି ବାହାର କରିଛନ୍ତି। ତେଣୁ ଆପଣ ଚିନ୍ତା କରନ୍ତୁ ଏମିତି ସବୁ ଥାନାରେ ଚିନ୍ତା କରନ୍ତୁ। ଖୋଦ ଉପମୁଖ୍ୟମନ୍ତ୍ରୀ ମଧ୍ୟ ମହିଳା ବିଭାଗ ବୁଝୁଛନ୍ତି। ମୁଖ୍ୟମନ୍ତ୍ରୀ ମହିଳା ବିଭାଗ ବୁଝୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ହାତରେ ହେଉଛି ହୋମ ଡିପାର୍ଟମେଣ୍ଟ। ତେଣୁ ସେମାନେ ବାଉଳା ହେଇଗଲେଣି ବର୍ତ୍ତମାନ, କିଛି ବୁଝିପାରୁନାହାନ୍ତି। ତାକୁ ଚପେଇବା ପାଇଁ ବର୍ତ୍ତମାନ ଚେଷ୍ଟା କରୁଛନ୍ତି କାହାକୁ ବଦନାମ। କିନ୍ତୁ ତାଙ୍କର ସାଂସଦ, ତାଙ୍କର ବିଧାୟକ ଫକୀରମୋହନ କଲେଜରେ ଯାହା ଘଟିଲା, ସାଂସଦ ବିଧାୟକ ତାଙ୍କର ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଯିଏ ତ ଚିତ୍କାର କରି କହିଛି, ଗୁହାରି କରିଛି। କଣ ପାଇଁ ଗୁହାରି କରୁଥିଲା? ନ୍ୟାୟ ପାଇଁ କରୁଥିଲା। ଯଦି ଗୁହାରି ନ୍ୟାୟ ପାଇଁ ଜଣେ କରୁଛି, ତାକୁ ନ୍ୟାୟ ନ ଦେବା ପରିବର୍ତ୍ତେ ଶେଷରେ ଏମିତି ତାକୁ ମାନସିକ ଚାପ ହେଲା, ତାକୁ ଆତ୍ମହତ୍ୟା ଦେବାକୁ ପଡ଼ିଲା। ବର୍ତ୍ତମାନ ତରତର ହେଇଯାଉଛି, ସମସ୍ତେ ଚିନ୍ତିତ ହୋଇପଡ଼ିଛନ୍ତି। ଯେତେବେଳେ କଂଗ୍ରେସ ସେଇ କଥାକୁ ତାଙ୍କୁ ସଚେତନ କରାଇଲା ଏବଂ ସଚେତନ କରିବା ସହିତ ସରକାରଙ୍କୁ ଚେତାବନୀ ମଧ୍ୟ ଦିଆଯାଉଛି ଯେ ଲୋକ ଦେଇଥିଲେ ଆପଣଙ୍କୁ ଭୋଟ, ସରକାରକୁ ଆଣିଥିଲେ ତାଙ୍କୁ ସୁରକ୍ଷିତ କରିବା ପାଇଁ, ଆଇନ ଶୃଙ୍ଖଳା ରକ୍ଷା କରିବା ପାଇଁ। ଯଦି ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହେଇଯାଏ ଆପଣଙ୍କ ସରକାର ରହିବାର ଗାଦିରେ କିଛି ଆବଶ୍ୟକତା ନାହିଁ। ଇଏ ହେଉଛି ଗଣତନ୍ତ୍ର। ଗଣତନ୍ତ୍ରରେ ଆଇନ ଶୃଙ୍ଖଳା ବିପର୍ଯ୍ୟୟ ହେଲେ ଏଠି ସରକାର ରହିବାର ତାଙ୍କର କୌଣସି ମୌଳିକ ଅଧିକାର